ଏମିତି ପ୍ରତିଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣଙ୍କ ଜୀବନର କୌଣସି ଗ୍ରହ ନକ୍ଷତ୍ର କିମ୍ବା କୌଣସି ରାଶି ବିଷୟରେ ଜାଣିବା ପାଇଁ ଆଉ ସବୁବେଳେ ଅପଡେଟ୍ ରହିବା ପାଇଁ ଏହି ଚ୍ୟାନେଲଟିକୁ ଆପଣ ଜରୁର ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆଜି ଆମେ ଏହି ବିଛା ରାଶି ସମ୍ପର୍କରେ ସେପ୍ଟେମ୍ବର ମାସରେ ଫଳାଫଳ କିପରି ରହିବ ସେ ବିଷୟରେ ଜାଣିନେବା। ଯେଉଁମାନଙ୍କର ଜାତକରେ ବିଛା ରାଶି ଅଛି ଏବଂ ଲଗ୍ନ ହେଉଛି ବିଛା ରାଶି ଏବଂ ଯେଉଁମାନଙ୍କର ଜାତକ ନାହିଁ ସେମାନେ ତାଙ୍କ ନାମରୁ ବିଛା ରାଶି ଜାଣିପାରିବେ। ବର୍ତ୍ତମାନ ସେପ୍ଟେମ୍ବର ମାସରେ ବିଛା ରାଶି ଉପରେ ଶନିଙ୍କର ଛାୟା ଚାଲିବା ଫଳରେ ମନକୁ ଟିକେ ଆପଣ କଣ୍ଟ୍ରୋଲରେ ରଖିବେ, ଆଉ ଆପଣ ଆପଣଙ୍କ ବାଣୀକୁ ମଧ୍ୟ ଟିକେ କଣ୍ଟ୍ରୋଲରେ ରଖିବେ। କାହା ସହିତ ଅଯଥା ଯୁକ୍ତି କରିବେ ନାହିଁ, ନହେଲେ ଯୁକ୍ତି ଆପଣଙ୍କର ବଡ଼ କଳିରେ ପରିଣତ ହୋଇପାରେ ଏବଂ ଏହା ଭୟାବହ ରୂପ ନେଇପାରେ। ତେଣୁକରି ଆପଣ ଆପଣଙ୍କ ବାଣୀ ଉପରେ ଟିକେ ନିଶ୍ଚୟ ଏହି ମାସରେ କଣ୍ଟ୍ରୋଲ ରଖିବେ। ବର୍ତ୍ତମାନ ସେପ୍ଟେମ୍ବର ମାସରେ ବିଛା ରାଶି ଉପରେ ଶନିଙ୍କର ଢାୟା ଚାଲିଛି। ଚାଲନ୍ତୁ ଏବେ ଆମେ ଟିକେ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ନଜର ପକାଇବା। ଶନିଙ୍କର ଢାୟା ଚାଲିଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟରେ ଆପଣ ଆଦୌ ଅବହେଳା କରିବେ ନାହିଁ। ଯଦି ଆପଣଙ୍କୁ ଲଗାତାର କିଛି ରୋଗ ଲାଗି ରହୁଛି ତାହେଲେ ଆପଣ ନିଶ୍ଚୟ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ, ନହେଲେ ଏହା ଅତ୍ୟଧିକ ଭୟଙ୍କର ରୋଗ ହୋଇପାରେ। ଏହି ମାସରେ ସାଧାରଣ ରୋଗ ଯଦି କିଛି ହେଉଛି ତାହେଲେ ବି ମଧ୍ୟ ଆପଣ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଏହି ମାସରେ ହରମୋନ ଇନବାଲାନ୍ସ ହେଇପାରେ, ପେଟ ରୋଗ ମଧ୍ୟ ଆପଣଙ୍କର କିଛି ଦେଖା ଦେଇପାରେ। କର୍ମକ୍ଷେତ୍ରର ଅଧିପତି ଶୁକ୍ର ହେଲେ ମଧ୍ୟ ସଂକ୍ରାନ୍ତି ପରେ କେତୁଙ୍କର ଚଳନ ଘଟିପାରେ। ତେଣୁକରି ଆପଣ ଟିକେ ସାବଧାନରେ ରହିବେ। ଯଦି ଆପଣ କେଉଁଠି କିଛି କଳି ଝଗଡ଼ା କରୁଛନ୍ତି ତାହେଲେ ସେଠାରେ କ୍ଷମା ମାଗି ସେ ଜାଗାକୁ ପରିତ୍ୟାଗ କରନ୍ତୁ। କେତୁଙ୍କ ଚଳନ ଫଳରେ କିଛି ଶୁଭ ମଧ୍ୟ ହେଇପାରେ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇପାରେ, କିନ୍ତୁ କାହାର ବ୍ୟକ୍ତିଗତ କଥାରେ ଆପଣ ହସ୍ତକ୍ଷେପ କରିବେ ନାହିଁ, ନହେଲେ ସିଏ ଆପଣଙ୍କୁ ଖରାପ ଅର୍ଥରେ ନେଇପାରନ୍ତି। ଆପଣଙ୍କର କେତୁଙ୍କର ଚଳନ ଫଳରେ ଏହି ମାସରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିପାରେ। ବୁଧ ଏବଂ ରବି ଉଚ୍ଚ ଘରେ ଆପଣଙ୍କର ଏହି ସେପ୍ଟେମ୍ବର ମାସରେ ବିଦ୍ୟମାନ ଅଛନ୍ତି। ବୁଧ ଏବଂ ରବି ଉଚ୍ଚ ଘରେ ଥିବାରୁ କର୍ମର ଅଧିପତି ଶୁକ୍ର କର୍ମ ଘରେ ଅଛନ୍ତି, କିନ୍ତୁ ସଂକ୍ରାନ୍ତି ପରେ ଏହା ଆପଣଙ୍କ ପାଇଁ ଅତ୍ୟଧିକ ଫଳପ୍ରଦ ହୋଇପାରିବ। ପ୍ରପର୍ଟି ଏବଂ ଧନ ନିବେଶ କଲେ ଆପଣ ନିଶ୍ଚୟ ସଫଳ ହେବେ। ଇନକମ୍ ପ୍ରାୟ ଆପଣଙ୍କର ବେଶୀ ଲାଭଜନକ ନ ହୋଇପାରେ, କିନ୍ତୁ ଏହା ଠିକ୍ ଠାକ୍ ରହିବ। ଲସ୍ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଯଦି କୌଣସି ଜାଗାରେ ଆପଣ ଚାକିରି କରିଛନ୍ତି ତାହେଲେ ଆପଣ ଯଦି ସାଇଡ୍ ବିଜନେସ୍ କିଛି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏଥିରେ ସଫଳତା ମିଳିବ। ଆପଣଙ୍କର ମନସ୍କାମନା ମଧ୍ୟ କିଛି ଯଦି ଅଛି ତାହେଲେ ଏହି ମାସରେ ତାହା ପୂର୍ଣ୍ଣ ହେବ। ତେଣୁକରି ଧ୍ୟାନ ରଖିବେ, ସଂକ୍ରାନ୍ତି ପରେ କେତୁଙ୍କର ଚଳନ ଘଟିବା ହେତୁ ଆପଣ କାହାଠାରୁ ଧାର ଉଧାର କରଜ ଜମା କରନ୍ତୁ ନାହିଁ। ଯେତିକି ଧନ ଅଛି ସେତିକିରେ ଆପଣ ବ୍ୟବସାୟ କରିବାକୁ ଚେଷ୍ଟା କରନ୍ତୁ କିମ୍ବା ନିଜର ଘରର ଖର୍ଚ୍ଚ କିଛି ତୁଲାଇବା ପାଇଁ ଚେଷ୍ଟା କରନ୍ତୁ। ବୃହସ୍ପତି ବର୍ତ୍ତମାନ ପଞ୍ଚମ ଘରେ ବିଦ୍ୟମାନ ଅଛନ୍ତି, ତେଣୁକରି ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ସଫଳତାର କାରଣ ହେବ। ଯଦି ଆପଣ କେଉଁଠି କିଛି ପରୀକ୍ଷା ପତ୍ର ଦେଇଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚୟ ଉନ୍ନତି ମିଳିବ, ଆପଣ ପରୀକ୍ଷାରେ ନିଶ୍ଚୟ ସଫଳ ହେବେ। ଯଦି ଏହିପରି ଗ୍ରହ ଆଉ ନକ୍ଷତ୍ର ବିଷୟରେ ସବୁବେଳେ ଅପଡେଟେଡ୍ ରହିବାକୁ ଚାହୁଁଛନ୍ତି ତାହେଲେ ଆମର ଏହି ରାଶିଫଳ ଚ୍ୟାନେଲଟିକୁ ଆପଣ ନିଶ୍ଚୟ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର ବନ୍ଧୁଗଣ, ପୁଣି ଦେଖା ହେବ ଆଉ ଗୋଟିଏ ରାଶିଫଳ ସହିତ।